ସ୍ୱାମୀ ବିବେକାନନ୍ଦ। ସ୍ୱାମୀ ବିବେକାନନ୍ଦ ଭାରତୀୟ ଆତ୍ମାର ମହାନ ପ୍ରତୀକ, ମହାନ ଦେଶପ୍ରେମୀ ସନ୍ନ୍ୟାସୀ। ସେ ଅତୀତ, ବର୍ତ୍ତମାନ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ଧର୍ମ ଓ ବିଜ୍ଞାନ ମଧ୍ୟରେ ସେତୁ। ସେ ହେଉଛନ୍ତି ଘନୀଭୂତ ଭାରତବର୍ଷ। ସେ ହିଁ କେବଳ ଆହ୍ୱାନ ଦେଇ କହିଥିଲେ, ତୁମେମାନେ ଭଗବାନଙ୍କର ସନ୍ତାନ, ଅମୃତ ସୁଧାର ଅଧିକାରୀ, ପବିତ୍ର ଓ ପୂର୍ଣ୍ଣ। ତୁମେ କେବେ ହେଲେ କୁହ ନାହିଁ ଯେ ତୁମେ ଦୁର୍ବଳ। ଉଠ, ସାହସୀ ହୁଅ, ବିଜୟଶାଳୀ ହୁଅ। ସମସ୍ତ ଦାୟିତ୍ୱ ନିଜ କାନ୍ଧରେ ବହନ କର। ମୁଁ ଜାଣି ରଖ ଯେ ତୁମେ ହିଁ ତୁମ ନିଜର ଭାଗ୍ୟ ବିଧାତା। ତୁମର ପ୍ରয়োଜନୀୟ ସମସ୍ତ ଶକ୍ତି ଓ ସହାୟତା ତୁମର ଅନ୍ତର୍ନିହିତ ହୋଇ ରହିଛି। ଲୋକମାନେ ତୁମକୁ ପ୍ରଶଂସା କରନ୍ତୁ ବା ନିନ୍ଦା କରନ୍ତୁ, ଭାଗ୍ୟ ତୁମ ପ୍ରତି ପ୍ରସନ୍ନ ହେଉ ବା ଅପ୍ରସନ୍ନ ହେଉ, ଆଜି ତୁମର ଦେହାବସାନ ଘଟୁ ବା ଯୁଗ ପରେ ଘଟୁ, ତୁମେ ଦେଖ ଯେପରି ତୁମେ ସତ୍ୟ ପଥରୁ ବିଚ୍ୟୁତ ନ ହୁଅ। ଶାନ୍ତିର ସ୍ୱର୍ଗରାଜ୍ୟରେ ପହଞ୍ଚିବା ପୂର୍ବରୁ କେତେ ଯେ ଝଡ଼, କେତେ ଯେ ଢେଉ ସହିବାକୁ ହୁଏ। ଯେ ଯେତେ ବଡ଼ ମଣିଷ ହୋଇଛି, ସେ ସେତେ ଭୟଙ୍କର ପରୀକ୍ଷା ଦେଇଛି। ଉଠ, ଜାଗ, ଲକ୍ଷ୍ୟସ୍ଥଳରେ ନ ପହଞ୍ଚିବା ଯାଏ ବିରକ୍ତ ହୁଅ ନାହିଁ। ଏ ଆହ୍ୱାନ ଥିଲା ସ୍ୱାମୀ ବିବେକାନନ୍ଦଙ୍କର। ପ୍ରତ୍ୟେକ ସାଫଲ୍ୟମଣ୍ଡିତ ବ୍ୟକ୍ତିଙ୍କ ପୃଷ୍ଠଭାଗରେ ପ୍ରଚଣ୍ଡ ଏକନିଷ୍ଠତା ଏବଂ ପ୍ରଚଣ୍ଡ ନିଷ୍ଠା ବିଦ୍ୟମାନ ଅଛି। ତାହା ହିଁ ତାଙ୍କ ଜୀବନରେ ବିପୁଳ ସଫଳତାର କାରଣ। ନିଜ ଉପରେ ତୁମେ ବିଶ୍ୱାସ ରଖ। ତୁମେ ଦିନେ ବୈଦିକ ଋଷି ଥିଲ। ତୁମେ କେବଳ ଭିନ୍ନ ରୂପରେ ଆସିଛି, ଏତିକି ବୋଲି କଥା। ମୁଁ ଦିବାଲୋକରେ ସେ ସ୍ପଷ୍ଟ ଦେଖିପାରୁଛି ଯେ ତୁମ ମଧ୍ୟରେ ଅନନ୍ତ ଶକ୍ତି ରହିଛି, ଯାହାକୁ ଜାଗ୍ରତ କର। ଜାଗ୍ରତ, ମନ ପ୍ରାଣ ଦେଇ କର୍ମରେ ଲାଗିପଡ଼। ଏତେ କ୍ଷଣସ୍ଥାୟୀ ଧର୍ମ ଓ ଯଶ ନେଇ କ'ଣ କରିବ? ମୁଁ କ'ଣ ଭାବୁଛି ତୁମେ ଜାଣିଛ? ମୁକ୍ତିକୁ ମୁଁ ଖାତିର କରେ ନାହିଁ। ମୋର ଉଦ୍ଦେଶ୍ୟ ହେଉଛି ତୁମ ମଧ୍ୟରେ ଏସବୁ ଭାବନାକୁ ଜାଗ୍ରତ କରିବା। ଜଣେ ମାତ୍ର ମଣିଷକୁ ତାଲିମ ଦେବାକୁ ମୁଁ ଶତ ସହସ୍ର ପୁନର୍ଜନ୍ମ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ଏହା ଥିଲା ସ୍ୱାମୀଜୀଙ୍କର ଆହ୍ୱାନ। ସେହି ଆହ୍ୱାନରେ ଦ୍ରବୀଭୂତ ହୋଇଥିଲେ ଭାରତବାସୀ। ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇ ଫିଙ୍ଗି ଦେଇଥିଲେ ଯୁଗ ଯୁଗର ଜଡ଼ତା। ନୂତନ ଆଶାର ସଞ୍ଚାର ହୋଇଥିଲା ସମସ୍ତଙ୍କ ପ୍ରାଣ, ମନ ଓ ଶରୀରରେ। ସେହି ମହାନ ଦେଶପ୍ରେମୀ ସର୍ବତ୍ୟାଗୀ ସନ୍ନ୍ୟାସୀଙ୍କୁ ମନେ ପକାଇବା ପାଇଁ, ଅନୁକରଣ କରିବା ପାଇଁ, ତାଙ୍କ ନିର୍ଦ୍ଦେଶିତ ମାର୍ଗରେ ଚାଲିବା ପାଇଁ ଜାନୁଆରୀ 12 ତାରିଖ ଜାତୀୟ ଯୁବ ଦିବସ ରୂପେ ପାଳିତ ହେଉଅଛି। କିଏ ଥିଲେ ଏହି ସ୍ୱାମୀ ବିବେକାନନ୍ଦ? ଏହି ଦେଶପ୍ରେମୀ ସନ୍ନ୍ୟାସୀଙ୍କର ଉଦାତ୍ତ ଆହ୍ୱାନ କାହା ପାଇଁ? କିଏ ସେହି ତରୁଣ କୂଳ, ଯାହାଙ୍କୁ ସଂଗଠିତ କରିବାକୁ ସେ ଦେଇଥିଲେ ଆହ୍ୱାନ? କାହାଠାରୁ ପାଇଥିଲେ ସେହି ମହାମନ୍ତ୍ର? ଆହ୍ୱାନ କରିଥିଲେ ଉତ୍ତିଷ୍ଠିତ। ବାଲ୍ୟ ଜୀବନ। ମହାନଗରୀ କଲିକତାର ଏକ ଅଖ୍ୟାତ ଗ୍ରାମ ଶିମୁଳିଆପଲ୍ଲୀ। 1863 ମସିହା ଜାନୁଆରୀ 12 ତାରିଖ କଲିକତା ହାଇକୋର୍ଟର ଆଟର୍ଣ୍ଣି ବିଶ୍ୱନାଥ ଦତ୍ତ ଓ ତାଙ୍କର ପତ୍ନୀ ଭୁବନେଶ୍ୱରୀ ଦେବୀଙ୍କ କୋଳମଣ୍ଡନ କରି ବହୁ କନ୍ୟା ପରେ ଜନ୍ମଲାଭ କରିଥିଲେ ନରେନ୍ଦ୍ରନାଥ। ଶ୍ରୀ ନରେନ୍ଦ୍ରନାଥ ଦତ୍ତଙ୍କର ପିଲାଦିନର ନାମ ଥିଲା ବିଲେ ଓ ନରେନ। ସନ୍ନ୍ୟାସୀ ହେବା ପରେ ସେ ହେଲେ ସ୍ୱାମୀ ବିବେକାନନ୍ଦ। ନରେନ୍ଦ୍ରଙ୍କର ମାତା ଭୁବନେଶ୍ୱରୀ ଦେବୀ ଥିଲେ ଭକ୍ତିପରାୟଣା ମହିଳା। ସାମାନ୍ୟ ଶିକ୍ଷା ଲାଭ କରି ସେ ରାମାୟଣ ଓ ମହାଭାରତ ପଢ଼ିପାରୁଥିଲେ, କିନ୍ତୁ ଥିଲେ ବେଶ୍ ବୁଦ୍ଧିମତୀ। ବହୁ କନ୍ୟାର ଜନନୀ ହୋଇଥିବା ହେତୁ ମନରେ କଷ୍ଟ ପାଉଥିଲେ। ଗୋଟିଏ ପୁତ୍ର ସନ୍ତାନ ପାଇଁ ମନ ବ୍ୟାକୁଳିତ ହେଉଥିଲା। ବାରାଣସୀଠାରେ ଅତ୍ୟନ୍ତ ନିଷ୍ଠା, ବିଶ୍ୱାସ ଓ ତ୍ୟାଗର ସହିତ ବୀରେଶ୍ୱର ଶିବଙ୍କୁ ପୂଜା କରିଥିଲେ ଭୁବନେଶ୍ୱରୀ ଦେବୀ। ମାଗୁଣି କରିଥିଲେ ଗୋଟିଏ ପୁତ୍ର ସନ୍ତାନ ପାଇଁ। ବୀରେଶ୍ୱର ଶିବଙ୍କ କୃପାରୁ ପୁତ୍ରଲାଭ ଘଟିଛି। ଏହି ବିଶ୍ୱାସରେ ଭୁବନେଶ୍ୱରୀ ପୁଅର ନାମ ରଖିଲେ ବୀରେଶ୍ୱର। ଅନ୍ନପ୍ରାଶନ ସମୟରେ ନାମ ଦେଲେ ନରେନ୍ଦ୍ରନାଥ। ଘରେ ଡାକୁଥିଲେ ଆଦରରେ ଶ୍ରଦ୍ଧାରେ ବିଲେ। ଶିଶୁପୁତ୍ର ଥିଲେ ବେଶ୍ ହୃଷ୍ଟପୁଷ୍ଟ ଓ ଡଉଲ। ମୁଖମଣ୍ଡଳରେ ମଧୁର ହସର ଠାଣି। ଆଖି ଯୋଡ଼ିକ ବଡ଼ ବଡ଼। ଥିଲେ ସମ୍ପୂର୍ଣ୍ଣ ଅସାଧାରଣ ଶିଶୁ। ବିଲେଙ୍କର ପିଲାଦିନେ ବିଲେ ଥିଲେ ଅତ୍ୟନ୍ତ ଦୁଷ୍ଟ। ଶାସନକୁ ସେ ଭୟ କରୁନଥିଲେ, ଭୟକୁ ସେ ଭ୍ରୂକ୍ଷେପ କରୁନଥିଲେ। ରାଗିଗଲା ବେଳେ ସେ ଘରର ଜିନିଷ ଭାଙ୍ଗିରୁଜି ଚୁରମାର କରିଦେଉଥିଲେ। ମା ଭୁବନେଶ୍ୱରୀ ଦେବୀ ହେଉଥିଲେ ବ୍ୟସ୍ତ। ବିରକ୍ତିରେ କହୁଥିଲେ, ମୁଁ ଗୋଟିଏ ପୁଅ ପାଇଁ ଶିବଙ୍କୁ ପ୍ରାର୍ଥନା କଲି ଯେ, କିନ୍ତୁ ସେ ମୋ କୋଳକୁ ଏକ ଭୂତ ପଠାଇଦେଲେ। ବିଲେଙ୍କ ଦୁଷ୍ଟାମିର ଅନେକ କାହାଣୀ ଅଛି। କଲିକତା ରାସ୍ତାର ନାଳଗୁଡ଼ିକ ଖୋଲା। ଘରେ ଦୁଷ୍ଟାମି କରି ବିଲେ ସେହି ନାଳଗୁଡ଼ିକରେ ଯାଇ ଲୁଚନ୍ତି। ଭଉଣୀମାନେ ଖୋଜି ସେଠାକୁ ଆସିଲେ ସେ କହନ୍ତି, ଆସ, ଧରିବ ଆସ। କେହି ଧରିବାକୁ ଆସିବେ ନାହିଁ ବୋଲି ବିଲେ ଜାଣନ୍ତି। ତାଙ୍କୁ ଛୁଇଁଲେ ସେମାନଙ୍କୁ ଗାଧୋଇବାକୁ ହେବ। ମା ଆସି ତାଙ୍କୁ ଧରି ନେଇ ନମଃ ଶିବାୟ କହି ତାଙ୍କ ମୁଣ୍ଡରେ ପାଣି ଢାଳନ୍ତି। ବିଲେ ଶାନ୍ତ ହୋଇଯାନ୍ତି। ସେ ମାଆଙ୍କୁ ପଚାରନ୍ତି, ମା, ଶିବ କେଉଁଠି ଅଛନ୍ତି? ମା କହନ୍ତି, ତୁ ଶିବଙ୍କ ନିକଟରୁ ଆସିଛୁ। ଶିବ ନିଜେ ନ ଆସି ତାଙ୍କର ଗୋଟିଏ ଭୂତକୁ ପଠାଇ ଦେଇଛନ୍ତି। ଯଦି ବେଶୀ ଦୁଷ୍ଟାମି କରିବୁ, ଶିବ ତାହେଲେ ଆଉ ତାଙ୍କ ନିକଟକୁ ଫେରିଯିବାକୁ ଦେବେ ନାହିଁ। ବିଲେଙ୍କ ମନରେ ଶିବଙ୍କ କଥା ପଶିଯାଏ। ବିଲେଙ୍କ ସାହସ। ବିଲେ କେବଳ ଦୁଷ୍ଟ ନଥିଲେ, ସେ ଥିଲେ ଭାରି ସାହସୀ।
ଭୟ କ'ଣ ତାଙ୍କୁ ଜଣା ନଥିଲା। ତାଙ୍କ ଘର ପାଖରେ ଥିବା ପଡ଼ୋଶୀଙ୍କର ଥିଲା ଗୋଟିଏ ଚମ୍ପା ଗଛ। ବିଲେ ସାଙ୍ଗମାନଙ୍କୁ ଏକାଠି କରି ସେ ଗଛ ନିକଟରେ ପହଞ୍ଚି ଯାଉଥିଲେ। ନବହକା ଡାଳର ଉପରେ ଚମ୍ପା ଫୁଲ ପତ୍ରରେ ପୂରି ରହିଥାଏ ଗଛ। ସେ ଡାଳରେ ବସି ଡେଇଁବା ଥିଲା ତାଙ୍କର କାମ। ଗଛ ମାଲିକ ଏହା ଦେଖି ଛାନିଆ ହେଉଥିଲେ। ଡାଳରେ ଗୋଡ଼ ଛନ୍ଦି ମୁଣ୍ଡ ତଳକୁ କରି ଝୁଲୁଥିଲେ ବିଲେ। ଅନ୍ୟ ପିଲାମାନେ ଏ ଡାଳରୁ ସେ ଡାଳ ଡେଉଁଥିଲେ। ପ୍ରତିବେଶୀ ଗଛ ମାଲିକ ଭାବିଲେ, ଏମାନେ ଯଦି ପ୍ରତ୍ୟେକ ଦିନ ଏପରି ଖେଳନ୍ତି ତେବେ କେତେ ଦିନ ଏ ଗଛର ଆୟୁଷ ରହିବ। ସେ ବିଲେଙ୍କୁ କହିଲେ। ବିଲେ ମାନିବେ ନାହିଁ। ପିଲାମାନଙ୍କୁ ଭୂତ ପ୍ରେତର ଭୟ ଦେଖାଇଲେ ସେମାନେ ଡରିଯିବେ। ସେ ଦିନେ ଭୟ ଦେଖାଇ କହିଲେ, ଏ ଗଛରେ ଅଛି ଗୋଟିଏ ବ୍ରହ୍ମ ରାକ୍ଷସ। ଗଛକୁ କହି ଉଠିବା ମାତ୍ରେ ତା'ର ମୁଣ୍ଡ ମୋଡ଼ି ରକ୍ତ ପିଇଯିବ। ଏକଥା ଶୁଣି ସାଙ୍ଗ ପିଲାମାନେ ଭୟରେ ପଳାଇଗଲେ। ବିଲେ କିନ୍ତୁ ସେହିପରି ଝୁଲି ରହିଲେ। ପ୍ରତିବେଶୀ ବୃଦ୍ଧ ଭଦ୍ରଲୋକ କହିଲେ, ବିଲେ, ତୋର କ'ଣ ବିଶ୍ୱାସ ଆସୁନି? ବିଲେ ହସି ହସି କହିଲେ, ଆପଣଙ୍କ କଥା ମିଛ। ବ୍ରହ୍ମ ଦୈତ୍ୟ ଥିଲେ କେବେଠୁ ଆମର ବେକ ମୋଡ଼ି ଦେଇଥାନ୍ତା। ସେ କେବଳ ସାହସୀ ନଥିଲେ ବରଂ ବୁଦ୍ଧିମାନର ସହ ଭୟକୁ ସାମ୍ନା କରୁଥିଲେ। ଦିନେ ଦୁଇ ବନ୍ଧୁ ମେଳାକୁ ଯାଉଥିଲେ। ମେଳାରୁ ବାଛି ବାଛି କେତେ ଜିନିଷ ଆଣି ଫେରୁଥାନ୍ତି। ହଠାତ୍ ଘୋଡ଼ାଗାଡ଼ିଟା ସାମ୍ନାକୁ ଆସିଗଲା। ସବୁ ଲୋକମାନେ ଚାହିଁ ରହି ହା ହା କରୁଥାନ୍ତି। ବିଲେ ବିଜୁଳି ବେଗରେ ଦୌଡ଼ି ଆସି ଘୋଡ଼ାଗାଡ଼ି ସାମ୍ନାରେ ଏପରି ଚାହିଁ ଠିଆ ହୋଇ ରହିଲେ ଯେ ଘୋଡ଼ାଗାଡ଼ିଟି ସେଠାରୁ ବଙ୍କେଇ ହୋଇ ଚାଲିଗଲା। ବନ୍ଧୁକୁ ଉଠାଇ ନେଇ ଆସିଲେ ବିଲେ। ବୁଦ୍ଧିମାନ ବିଲେ। ସେତେବେଳକୁ ତାଙ୍କର ବୟସ 7 ବା 8। ସେ ସାଙ୍ଗମାନଙ୍କୁ ଧରି ମାଟିଆର ଭୋଜିରେ ପଶୁଶାଳା ଦେଖିବାକୁ ଡଙ୍ଗାରେ ଯାଉଥିଲେ। ଫେରିଲା ବେଳେ ଜଣେ ସାଙ୍ଗ ନୌକାରେ ବାନ୍ତି କଲା। ନାଉରୀମାନଙ୍କର ପିଲାମାନଙ୍କ ସହିତ କଳିଗୋଳ ହେଲା। ନାଉରୀମାନେ ପିଲାମାନଙ୍କୁ ବାଡ଼େଇ ଗୋଡ଼ାଇଲେ। ଏ ଘଟଣାଟି ଘଟିଲା ଚାନ୍ଦପାଳ ଘାଟରେ। ଅବସ୍ଥା ଅସମ୍ଭାଳ ହେବା ଦେଖି ବିଲେ ନୌକାରୁ ଡେଇଁ ପଡ଼ି ବାହାରେ ବୁଲୁଥିବା 2 ଜଣ ଇଂରେଜ ସୈନିକଙ୍କ ନିକଟରେ ପହଞ୍ଚିଲେ ଏବଂ ଜଣକର ହାତ ଧରି ସେଠାକୁ ନେଇ ଆସିଲେ। ଇଂରେଜ ସୈନିକଙ୍କୁ ଦେଖି ନାଉରୀମାନେ ଓ ଉପସ୍ଥିତ ଲୋକମାନେ କଳିଗୋଳ ବନ୍ଦ କରିଦେଲେ। ବିଲେଙ୍କୁ 10-12 ବର୍ଷ ବୟସ ବେଳେ ହିରାପିସ୍ ନାମକ ଏକ ଯୁଦ୍ଧ ଜାହାଜ କଲିକତା ଆସିଥିଲା। ତାକୁ ଦେଖିବାକୁ ବହୁ ଲୋକ ଅନୁମତି ଲୋଡ଼ୁଥିଲେ। ବିଲେ ତାଙ୍କର ଦଳବଳ ସହ ସେଠାରେ ପହଞ୍ଚିଲେ। ଆବେଦନପତ୍ର ମଞ୍ଜୁର ନ କଲେ ଜାହାଜ ଦେଖିପାରିବେ ନାହିଁ। ସାନ ପିଲା ଦେଖି ଗେଟ୍ରେ ଥିବା ଦରୱାନ ତାଙ୍କୁ ଭିତରକୁ ଯିବାକୁ ଅନୁମତି ଦେଲା ନାହିଁ। ବିଲେ ସିଡ଼ି ବାଟେ 3 ମହଲା ଉପରକୁ ଉଠି ସାହେବଙ୍କ କୋଠରୀରେ ପହଞ୍ଚିଲେ ଏବଂ ତାଙ୍କଠାରୁ ଅନୁମତିପତ୍ର ପାଇଲେ। ଅତ୍ୟନ୍ତ ଖୁସିରେ ଦରଜା ବାଟ ଦେଇ ଫେରିବା ବେଳେ ବିସ୍ମିତ ହୋଇ ଦରୱାନ ପଚାରିଲା, ତୁମେ ଉପରକୁ କେମିତି ଗଲ? ବିଲେ ହସି ହସି ଉତ୍ତର ଦେଲେ, ମୁଁ ଯାଦୁ ଜାଣେ। ଆଉ ଦିନକର ଘଟଣା। ସାଙ୍ଗମାନଙ୍କ ସହିତ ବିଲେ ଖେଳ ପଡ଼ିଆରେ ଗୋଟିଏ ଦୋଳି କାଠ ଉଠାଉଥିଲେ। କାଠଟି ଥିଲା ଓଜନ। ସେମାନଙ୍କର ସବୁ ଚେଷ୍ଟା ବିଫଳ ହେଲା। ସେ ବାଟ ଦେଇ ଜଣେ ଇଂରେଜ ନାବିକ ଯାଉଥିଲେ। ସେ ପିଲାମାନଙ୍କ ଚେଷ୍ଟାରୁ କାଠଟି ଉଠୁନଥିବା ଦେଖି ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ଉଠାଇଲା ବେଳେ କାଠ ଖଣ୍ଡଟି ହଠାତ୍ ପଡ଼ିଯାଇ ନାବିକଙ୍କ ମୁଣ୍ଡରେ ଆଘାତ ଦେଲା। ନାବିକଙ୍କ ମୁଣ୍ଡରୁ ରକ୍ତ ବାହାରିଲା ଓ ସେ ଅଜ୍ଞାନ ହୋଇ ପଡ଼ିଗଲେ। ତାଙ୍କର କ୍ଷତ ସ୍ଥାନରୁ ରକ୍ତ ଝରଝର ହୋଇ ବହିବାକୁ ଲାଗିଲା। ରୁଣ୍ଡ ହୋଇଥିବା ପିଲାମାନେ ଓ ବୟସ୍କ ଲୋକମାନେ ଭୟ ପାଇ କିଏ କେଉଁ ଆଡ଼େ ଚାଲିଗଲେ। ବିଲେ ଏଥିରେ ଅଧିକ ବିଚଳିତ ନ ହୋଇ ତାଙ୍କର ଅନ୍ୟ 2 ଜଣ ଅନ୍ତରଙ୍ଗ ବନ୍ଧୁଙ୍କୁ ଧରି ନାବିକଙ୍କର ସେବା କରିବାକୁ ଆଗେଇ ଆସିଲେ। ସେ ତାଙ୍କ ମୁଣ୍ଡରେ ପଟି ବାନ୍ଧିଦେଲେ, ମୁହଁରେ ପାଣି ଛିଞ୍ଚିଲେ ଓ ପଙ୍ଖା କରି ତାଙ୍କର ଚେତା ଫେରାଇ ଆଣିଲେ। ତାଙ୍କୁ ନେଇ ନିକଟରେ ଥିବା ମେଟ୍ରୋପଲିଟାନ ସ୍କୁଲରେ ରଖାଇ ଡାକ୍ତର ଡାକି ଚିକିତ୍ସା କଲେ। ତାଙ୍କର ଅକ୍ଲାନ୍ତ ସେବା ଓ ଚିକିତ୍ସା ଫଳରେ ନାବିକ ଆରୋଗ୍ୟ ଲାଭ କଲେ। ବିଲଙ୍କ ଖେଳ। ବନ୍ଧୁମାନେ ବିଲେକୁ ଖୁବ୍ ଆଦର କରୁଥିଲେ। ବିଲେ ନଥିଲେ ଖେଳରେ ମଜା ଆସୁନଥିଲା। ବିଲେ ଆସିଲେ ଖେଳ ଜମେ। ସେ ପ୍ରତ୍ୟେକ ଦିନ ନୂଆ ନୂଆ ଖେଳ ଆବିଷ୍କାର କରିଥାନ୍ତି। ତାଙ୍କର ଗୋଟିଏ ଖେଳ ଥିଲା ଭାରି ପ୍ରିୟ। ତାହା ହେଉଛି ରଜା ଖେଳ। ପୂଜା ମଣ୍ଡପ ସିଡ଼ିର ଉପର ପାହାଚ ସିଂହାସନ। ସେଠାରେ ବିଲେ ନିଜେ ରାଜା ହୋଇ ବସନ୍ତି। ଅନ୍ୟ ପିଲାମାନେ ହୁଅନ୍ତି ମନ୍ତ୍ରୀ, ସେନାପତି, କଟୁଆଳ, ପାତ୍ରମିତ୍ର। ସେମାନେ ରାଜାଙ୍କ ଦୁଇ କଡ଼ରେ ତଳ ପାହାଚରେ ବସନ୍ତି। ରାଜକୀୟ ଢଙ୍ଗରେ ବିଚାର ହୋଇ ଶାସ୍ତି ଓ ପୁରସ୍କାର ଦିଆଯାଏ। ବିଲେକୁ ଯେ କେହି ଦେଖିବ କହିବ ସେ ଜଣେ ରାଜା। ଖେଳ ସରିବା ପରେ ସେ ଗମ୍ଭୀର ହୋଇ କହନ୍ତି, ବଡ଼ ହୋଇ ମୁଁ ହୁଏତ ରାଜା ହେବି, ନହେଲେ ହେବି ସନ୍ନ୍ୟାସୀ। ବିଲେ ସାଙ୍ଗମାନଙ୍କୁ ଧରି ଧ୍ୟାନ ଖେଳ ଖେଳିବାକୁ ଭଲ ପାଉଥିଲେ। ସେମାନେ ସନ୍ନ୍ୟାସୀଙ୍କ ପରି ଚକା ପାରି ବସି ହାତ ଦୁଇଟିକୁ ଗୋଡ଼ ଉପରେ ରଖନ୍ତି ଓ ଆଖି ବନ୍ଦ କରି ବସନ୍ତି। ବନ୍ଧୁମାନେ ବେଶୀ ସମୟ ବସିପାରନ୍ତି ନାହିଁ। ମାତ୍ର ବିଲେ ତନ୍ମୟ ହୋଇଯାଏ। ଡାକିଲେ ଜବାବ ମିଳେ ନାହିଁ। ଦିନେ ଗୋଟିଏ ସାପ ଆସି ବିଲେ ଧ୍ୟାନ କରିବା ସମୟରେ ଫଣା ଟିକିଏ ତାଙ୍କ ଆଗରେ ଠିଆ ହୋଇ ରହିଲା। ସେ ଥିଲା ଗୋଟାଏ ମାରାତ୍ମକ ଗୋଖର। ସାଙ୍ଗମାନେ ଯେତେ ଶୀଘ୍ର ଡିଆଁ ଡିଇଁ କରି ଦୌଡ଼ି ପଳାଇଲେ। ସେମାନେ ଚିତ୍କାର କରି କହିଲେ, ବିଲେ, ବିଲେ, ଖୁବ୍ ଶୀଘ୍ର ପଳାଇଯାଅ। ଗୋଟିଏ ବିରାଟ ଗୋଖର ସାପ ତୁମକୁ କାମୁଡ଼ି ପକାଇବ। ପଳାଅ, ପଳାଅ। ବିଲେ ଈଶ୍ୱରଙ୍କ ଚିନ୍ତାରେ ଧ୍ୟାନମଗ୍ନ। ସେ ତାଙ୍କ ଚାରିପାଖରେ କ'ଣ ଘଟୁଛି ଜାଣିପାରିଲା ନାହିଁ।
ସାପଟି ସେଠାରେ ବୁଲାବୁଲି କରି ଚାଲିଗଲା। ବିଲେର କୌଣସି କ୍ଷତି କଲା ନାହିଁ। ମା ଆସି ଦେଖିଲେ ସାପ ନାହିଁ, କିନ୍ତୁ ବିଲେ ଧ୍ୟାନମଗ୍ନ। ମା ତାକୁ ଡାକି ତଳକୁ ନେଇଗଲେ। ସେ ଜାଣନ୍ତି ବିଲେ କେଉଁଠାରୁ ଆସିଛି, ସେଥିପାଇଁ ତାକୁ ଶିବ ପୂଜା ଶିଖାଇଦେଲେ। ଅନିସନ୍ଧିତ୍ସ ବିଲେ। ବିଲେ ପିଲାଦିନରୁ ଧାନ ଖେଳ ଖେଳିବାକୁ ଭଲ ପାଉଥିଲେ। ସେ ଧ୍ୟାନ କରିବା ସମୟରେ ସବୁ କଥା ଭୁଲି ଯାଉଥିଲେ ଏବଂ ବହୁ ସମୟ ପର୍ଯ୍ୟନ୍ତ ଆଖି ବୁଜି ବସି ରହୁଥିଲେ। କେତେବେଳେ ଆଖି ଖୋଲି ଦେଖୁଥିଲେ ଋଷିମୁନିମାନଙ୍କ ପରି ତାଙ୍କ ମସ୍ତକରୁ ଜଟା ଲମ୍ବି ଆସିଛି କି ନାହିଁ। ଏକଥା ସେ ଶୁଣିଥିଲେ ଯେ ପ୍ରାଚୀନ କାଳରେ ଋଷିମୁନିମାନଙ୍କର ମସ୍ତକ ଜଟାରେ ଶୋଭା ପାଉଥିଲା। ରାମସୀତାଙ୍କ ବିଷୟରେ ଶୁଣି ସେ ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ରାମସୀତାଙ୍କର ଗୋଟିଏ କ୍ଷୁଦ୍ର ମୂର୍ତ୍ତି ଆଣି ଛାତ ଉପରେ ଥିବା କାନ୍ଥ କୁରାରେ ରଖି ପୂଜା କରୁଥିଲେ। ରାମାୟଣର ଗଳ୍ପ ତାଙ୍କୁ ଭଲ ଲାଗୁଥିଲା। ସେ ହନୁମାନ ଅମର ଶୁଣି ଦିନେ ପଚାରିଲେ, ଆଚ୍ଛା, ଯଦି ହନୁମାନ ଅମର, ତେବେ ବର୍ତ୍ତମାନ ସେ କେଉଁଠି? କେଉଁଠାକୁ ଗଲେ ତାଙ୍କର ଦେଖା ମିଳିବ? ବ୍ରାହ୍ମଣ ଏ ପ୍ରଶ୍ନର ଉତ୍ତର କ'ଣ ଦେବେ? ସେ ପିଲା ବିଲରେ ମନ ଭୁଲିବାକୁ କହିଲେ, ହନୁମାନ କେଉଁଠି ଆଉ ଥିବେ, କଦଳୀ ବଗିଚାରେ ଅଛନ୍ତି। ବିଲେ ଏକଥା ଶୁଣି କଦଳୀ ବଗିଚାକୁ ଚାଲିଲେ ହନୁମାନଙ୍କୁ ଖୋଜିବାକୁ। ମା ପୁଅକୁ ନ ଦେଖି ବ୍ୟସ୍ତ। ଖୋଜି ଖୋଜି କଦଳୀ ବଗିଚାର ଅନ୍ଧାର ଭିତରେ ବିଲେ ବସିଥିବାର ଦେଖି ମା ଆଶ୍ଚର୍ଯ୍ୟ ହୋଇ କହିଲେ, ବିଲେ, ଏଠାରେ କ'ଣ କରୁଛୁ? ବିଲେ ହନୁମାନଙ୍କୁ ଖୋଜୁଥିବା କଥା କହିଲେ। ମା କହିଲେ, ବର୍ତ୍ତମାନ ଘରକୁ ଚାଲ। ହନୁମାନ ରାମଚନ୍ଦ୍ରଙ୍କ କାମ କରିବାକୁ କେଉଁଠାକୁ ଯାଇଛନ୍ତି। ସବୁ କଥାକୁ ପଚାରି ବୁଝି ଠିକ୍ କଥାକୁ ଜାଣିବାକୁ ବିଲେଙ୍କର ବହୁତ ଆଗ୍ରହ ଥାଏ। ଖାଇଲା ବେଳେ ବାଁ ହାତରେ ପାଣି ପିଇଲେ ମା କହନ୍ତି, ଏ କ'ଣ କରୁଛୁ? ଡାହାଣ ହାତରେ ଗ୍ଲାସ୍ ଧରି ପାଣି ପିଏ। ବିଲେ ପଚାରେ, କାହିଁକି? ମା କହନ୍ତି, ଏମିତି ପିଇଲେ ଦୁଇ ହାତ ଅଇଁଠା ହୁଏ। ବିଲେ କହେ, ଗ୍ଲାସ୍ଟା ତ ମଇଳା ହୁଏ ନାହିଁ। ବାପା ବିଶ୍ୱନାଥ ଦତ୍ତ ଥିଲେ ଓକିଲ। ତାଙ୍କ ଘରକୁ ବହୁ ମହକିଲ ପ୍ରତ୍ୟେକ ଦିନ ଆସୁଥିଲେ। ସେମାନେ ବିଭିନ୍ନ ଜାତିର ଥିଲେ। ଦିନେ ଜଣେ ମୁସଲମାନ ମହକିଲ ବିଲେଙ୍କୁ ଦେଖି ଖୁସିରେ ନିଜ ହାତରେ ସନ୍ଦେଶ ଖୁଆଇଦେଲେ। ପୁଅ ମୁସଲମାନ ହାତରୁ ସନ୍ଦେଶ ଖାଉଥିବା ଦେଖି ମା କହିଲେ, ହଇରେ ବିଲେ, ତୁ ତାଙ୍କ ହାତରୁ ସନ୍ଦେଶ ଖାଇଲୁ କାହିଁକି? କ'ଣ ହେଲା? ଉତ୍ତର ଦେଲା ବିଲେ। ମା କହିଲେ, ଅନ୍ୟ ଜାତିର ହାତରୁ ଖାଇଲୁ, ଅଇଁଠା ଖାଇଲେ ଜାତି ଯାଏ। ଏହା ଶୁଣି ବିଲେ ଅନ୍ୟ ଜାତିର ଲୋକ ହାତରୁ ଖାଇଲେ କିପରି ଜାତି ଚାଲିଯାଏ ବୋଲି ଭାବିଲେ। ପରୀକ୍ଷା ନ କରି ସେ କେମିତି ବିଶ୍ୱାସ କରିବେ? ବାପାଙ୍କ ଅଫିସ ଘରେ ପଶି ସବୁ ହୁକାକୁ ଟାଣିବାକୁ ଲାଗିଲେ। ବାପା ଶବ୍ଦ ଶୁଣି ସେଠାକୁ ଆସି ଦେଖିଲେ ବିଲେ ହୁକା ଟାଣୁଛି। ସେ ତାକୁ ପଚାରିଲେ, ଏ କ'ଣ କରୁଛୁ? ବିଲେ ସରଳ ଭାବରେ ଉତ୍ତର ଦେଲେ, ଦେଖୁଛି କିପରି ଜାତି ଚାଲିଯାଏ। ବିଶ୍ୱନାଥ ଦତ୍ତ ପୁଅର ସ୍ୱାଧୀନ ପ୍ରକୃତି ଦେଖି ଖୁସି ହେଲେ ଓ ସବୁ କଥା ବୁଝାଇଦେଲେ। ଦୟାଳୁ ବିଲେ। ବିଲେ ଯେତିକି ଦୁଷ୍ଟ ଥିଲେ, ଦୟାଳୁ ଥିଲେ ତାଠାରୁ ଢେର ବେଶୀ। ସେ କାହାର ଦୁଃଖ ସହିପାରୁନଥିଲେ। କେହି ତାଙ୍କୁ କିଛି ମାଗିଲେ ସେ ହାତରେ ଯାହା ପାଉଥିଲେ ତାହା ଦେଇ ଦେଉଥିଲେ। ମା ବିରକ୍ତ ହେବେ ବା ଗାଳି ଦେବେ ବୋଲି ସେଥିପ୍ରତି ତାଙ୍କର ଦୃଷ୍ଟି ନଥିଲା। ଦିନେ ମା ବିରକ୍ତ ହୋଇ ତାଙ୍କୁ ଦୋମହଲର ଗୋଟିଏ ଘରେ ବନ୍ଦ କରି ବାହାରୁ ଚାବି ଦେଇଦେଲେ। ମା ଭାବିଲେ ବିଲେ ଆଉ ବଦମାସି କରିପାରିବ ନାହିଁ, ତାକୁ ଉପଯୁକ୍ତ ଶାସ୍ତି ମିଳିବ। ଦିନେ ଏକାକୀ ମନ ଦୁଃଖରେ ଘର ଭିତରେ ବସି ରହିଲେ। ଏ ସମୟରେ ସେ ଶୁଣିଲେ ଜଣେ ଭିକାରୀ ଦୁଃଖରେ ଡାକୁଛି। ବିଲେ ଝରକା ଖୋଲି ଦେଖିଲେ ଗରିବ ପିଲାଟିଏ, ଦେହରେ ହାଡ଼ମାଳ, ଖଣ୍ଡିଏ ଚିରା ଜାମା ପିନ୍ଧିଛି। ସେ ପିଲାଟାକୁ ଦେଖି ବିଲେ ଅତ୍ୟନ୍ତ ଦୁଃଖିତ ହୋଇ ପଡ଼ିଲେ। ସେ ନିଜେ ଘରେ ବନ୍ଦୀ ଥିବା କଥା ଭୁଲିଗଲେ। ମାଙ୍କ ବାକ୍ସ ଖୋଲା ଥିବା ଦେଖି ତାକୁ ଖୋଲି ସେଥିରୁ ଭଲ ଲୁଗାଟିଏ ଆଣି ସେ ପିଲାକୁ ଦେଇଦେଲେ। ଗରିବ ପିଲାଟି ବାଳକ ବିଲେର ଦୟା ଦେଖି ଖୁସି ହେଲା ଏବଂ ଲୁଗାଟିକୁ ଦେହରେ ଗୋଡ଼ାଇ ଆନନ୍ଦରେ ଚାଲିଗଲା। ବିଲେ ନିଜ ଦୁଃଖ କଥା ଭୁଲି ଖୁସିରେ ସେ ପିଲାଟିକୁ ଚାହିଁ ରହିଲେ। ବିଲେଙ୍କ ଛାତ୍ର ଜୀବନ। ବିଲେ ଆସ୍ତେ ଆସ୍ତେ ବଡ଼ ହେଲେ। 6 ବର୍ଷ ବୟସରେ ସେ ଗୃହ ଶିକ୍ଷକଙ୍କଠାରୁ ବିଦ୍ୟା ଶିକ୍ଷା କଲେ। 7 ବର୍ଷରେ ତାଙ୍କ ନାମ ମେଟ୍ରୋପଲିଟାନ୍ ସ୍କୁଲରେ ଲେଖାଗଲା। ଏ ସ୍କୁଲଟିକୁ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଆରମ୍ଭ କରିଥିଲେ। ସ୍କୁଲରେ ନାମ ଲେଖା ହେଲା ନରେନ୍ଦ୍ରନାଥ ଦତ୍ତ। ସମସ୍ତେ ଡାକିଲେ ନରେନ। ତାଙ୍କୁ ଏ ନାମଟି ଭଲ ଲାଗୁଥିଲା। ମଣିଷମାନଙ୍କ ଉପରେ ଶ୍ରେଷ୍ଠକୁ ନରେନ୍ଦ୍ରନାଥ କୁହାଯାଏ। ନରେନଙ୍କର ବିଚକ୍ଷଣ ମେଧାଶକ୍ତି। ସେ ସବୁ କଥା ମନେ ରଖିପାରୁଥିଲେ। ସଞ୍ଜବେଳେ ସେ ଘରେ ତାଙ୍କର ଜଣେ ଆତ୍ମୀୟବନ୍ଧୁଙ୍କ ପିତୃପୁରୁଷଙ୍କ ନାମ, ମୁଗ୍ଧବୋଧ ବ୍ୟାକରଣ ସୂତ୍ର, କେତେକ ସ୍ତୋତ୍ର ଶୁଣି ମନେ ରଖିପାରୁଥିଲେ। ପ୍ରଥମେ ତେବେ ଇଂରାଜୀ ପଢ଼ିବାକୁ ସେ ଆଗ୍ରହ ପ୍ରକାଶ କଲେ ନାହିଁ। ମାତ୍ର ପରେ ଇଂରାଜୀ ତାଙ୍କୁ ଭଲ ଲାଗିଲା ଓ ପରେ ସେ ଆମେରିକାର ଚିକାଗୋ ସହରରେ ଚମତ୍କାର ଇଂରାଜୀରେ ଭାଷଣ ଦେଇଥିଲେ। ସେ ସାହିତ୍ୟ ଓ ଇତିହାସ ପଢ଼ିବାକୁ ଭଲ ପାଉଥିଲେ। ପରୀକ୍ଷା ପୂର୍ବରୁ 2-3 ମାସ ସମୟ ତାଙ୍କ ପାଇଁ ଯଥେଷ୍ଟ ଥିଲା। ସେ କହୁଥିଲେ, ପ୍ରବେଶିକା ପରୀକ୍ଷାରେ 2-3 ଦିନ ପୂର୍ବରୁ ଦେଖିଲି ଜ୍ୟାମିତି ଆଦୌ ଆୟତ୍ତ ହେଉନାହିଁ। ସେତେବେଳେ ସାରା ରାତି ଉଜାଗର ରହି
ପଢ଼ିବାକୁ ଲାଗିଲି ଏବଂ ମାତ୍ର 24 ଘଣ୍ଟାରେ 4 ଖଣ୍ଡ ପୁସ୍ତକ ଆୟତ୍ତ କରି ପରୀକ୍ଷା ଦେଇ ଆସିଲି। ଏପରି ହେଲା ଯେ ମୁଁ କୌଣସି ବହିରେ ଲେଖକଙ୍କର ଲେଖାକୁ ଧାଡ଼ିକୁ ଧାଡ଼ି ନ ପଢ଼ି ବୁଝିପାରେ। ସେ ଗୀତ, ବାଦ୍ୟ, ବ୍ୟାୟାମ, ଅଶ୍ୱାରୋହଣ, ଲାଠି ଖେଳ ଓ ଅଶୀ ଚାଳନା କରିବାରେ ବହୁ ସମୟ ବ୍ୟୟ କରୁଥିଲେ। ବହି ପାଠ ଛଡ଼ା ସେ ଅନ୍ୟ ପୁସ୍ତକ ପଢ଼ି ଜ୍ଞାନ ଅର୍ଜନ କରୁଥିଲେ। ସେ ଭଲ ବହି ପଢ଼ିବାକୁ ଭଲ ପାଉଥିଲେ। ସେ କହୁଥିଲେ, ଲେଖା ଯଦି ଉତ୍ତମ ହୁଏ ତେବେ ତାହା ଉଚ୍ଚ ଆଦର୍ଶ ପ୍ରତିଷ୍ଠା କରେ, ତାହା ନହେଲେ ତାହା ଉଚ୍ଚ ସାହିତ୍ୟ ହୁଏ ନାହିଁ। ସେ ପ୍ରବେଶିକା ପରୀକ୍ଷା ଦେବା ପୂର୍ବରୁ ଭାରତର ଇତିହାସ ସମ୍ପର୍କରେ ସବୁ ବହି ପଢ଼ିଲେ। ଏଫ୍.ଏ. ପଢ଼ିବା ବେଳେ ନ୍ୟାୟଶାସ୍ତ୍ର ପଢ଼ି ତାକୁ ଆୟତ୍ତ କରିଥିଲେ। ବି.ଏ. ପଢ଼ିବା ବେଳେ ଅନ୍ୟାନ୍ୟ ଦେଶର ପ୍ରାଚୀନ ଓ ଆଧୁନିକ ଇତିହାସ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ସେ ପଢ଼ିବାକୁ ଭଲ ପାଉଥିଲେ। ଏପରିକି ଯେତେବେଳେ ସନ୍ନ୍ୟାସୀ ହୋଇ ସେ ଭାରତବର୍ଷ ସାରା ବୁଲିଥିଲେ, ସେତେବେଳେ ମଧ୍ୟ ବହୁ ଗ୍ରନ୍ଥ ପଢ଼ିଥିଲେ। ସ୍କୁଲରେ ପଢ଼ିଲା ବେଳେ ସେ 2 ବର୍ଷ